କରମା ପୂଜା ଦେଖିବାକୁ ଯାଇ ବିଷାକ୍ତ ସାପ କାମୁଡ଼ାରେ 2 ଜଣଙ୍କର ମୃତ୍ୟୁ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଦୁବୁଲାବେଡ଼ା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଯାଇଛି। ଦୁବୁଲାବେଡ଼ା ଗ୍ରାମକୁ କରମା ପୂଜା ଦେଖିବା ପାଇଁ ଅଭୟ ମହାନ୍ତଙ୍କ ଘରକୁ ପାଟଣା ବ୍ଲକ ଅନ୍ତର୍ଗତ ଦକ୍ଷିଣପଶି ଗ୍ରାମର ପ୍ରଶାନ୍ତ ମହାନ୍ତଙ୍କ 4 ବର୍ଷର ଝିଅ ପ୍ରତିମା ପ୍ରିୟଦର୍ଶିନୀ ମହାନ୍ତ ନିଜ ମାଙ୍କ ସହ ଆସିଥିଲେ। ରାତିରେ ପୂଜା ଦେଖି ସାରିବା ପରେ ଘରେ ଖାଇସାରି ସମସ୍ତେ ତଳେ ଶୋଇଥିଲେ। ରାତିରେ ଥିବା ସମୟରେ ଅଭୟ ମହାନ୍ତ ବୟସ 30 ଓ 4 ବର୍ଷର ଝିଆରୀ ପ୍ରତିମା ମହାନ୍ତଙ୍କୁ କୌଣସି ଏକ ବିଷାକ୍ତ ସର୍ପ କାମୁଡ଼ି ଦେଇଥିଲା। ଆଜି ସକାଳେ ସାପ କାମୁଡ଼ିଥିବା ନେଇ ଜଣାପଡ଼ିବା ପରେ ଉଭୟଙ୍କୁ ହରିଚନ୍ଦନପୁର ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ପ୍ରତିମାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଭୟ ମହାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, जनजागरण ओडिया। वीडियो गुड़िक आपण मानक भल लगुला आम चैनल को सब्सक्राइब करने सह लाइक शेयर करने को भूलु नहीं।